ଶିକ୍ଷା ସହିତ ଖାଦ୍ୟ ଉପରେ ଗୁରୁତ୍ୱ ଦିଏ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ। ଖାଦ୍ୟ ହିଁ ମଣିଷ ଜୀବନର ଏକ ବଞ୍ଚି ରହିବାର ମୁଖ୍ୟ ଆବଶ୍ୟକତା। ସୁଷମ ଖାଦ୍ୟ, ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇଲେ ମଣିଷ ସୁସ୍ଥ ଶରୀରଟିଏ ପାଉଥିବା ବେଳେ ମାନସିକ ସ୍ତରରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଶରୀର ସୁସ୍ଥ ଏବଂ ନିରୋଗ ରହିଲେ ମଣିଷ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିଥାଏ। ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଆଜି ମଣିଷ ସମାଜ ଶରୀରରେ ବିଭିନ୍ନ ଭୟଙ୍କର ରୋଗର ଶିକାର ହେଉଛନ୍ତି। ମଣିଷ ଶରୀର ମଧ୍ୟରେ ଯଦି କୌଣସି ରୋଗ ସୃଷ୍ଟି ହେଉଛି, ତାହା ଅନେକ ରୋଗ ଆମ ଖାଦ୍ୟ ଦ୍ୱାରା ହୋଇଥାଏ ବୋଲି ଆମେମାନେ ଜାଣିଛନ୍ତି। ତଥାପି ସେହି ଖାଦ୍ୟକୁ ଖାଇବା ପାଇଁ ମଣିଷ ସମାଜ ଜାଣି ଜାଣି ସେହି ଅନାବଶ୍ୟକ ଖାଦ୍ୟକୁ ଗ୍ରହଣ କରିଥାଏ, ଯାହାଫଳରେ ମଣିଷ ବିଭିନ୍ନ ଭୟଙ୍କର ରୋଗର ଶିକାର ହୋଇଥାଏ। ଖାଦ୍ୟ ଉପରେ ଗୁରୁତ୍ୱ ଦେଇ ସୁଷମ ଖାଦ୍ୟ ଖାଇ ସୁସ୍ଥ ଶରୀର ଗଠନ କରିବା ପାଇଁ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇ ଚାଲିଛି। ବରଗଡ଼ ଜିଲ୍ଲାଠାରେ ରହିଛି ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ। ସେହି ସ୍କୁଲରେ ନିର୍ଦ୍ଦେଶିକା ମାଧୁରିତା ପ୍ରଧାନ ଜଣେ ଉଚ୍ଚକୋଟି ଚିନ୍ତାଧାରାର ମହିଳା। ସମାଜ ସେବାର ରୁଚି ରହିଥିବା ମାଧୁରିକା ପ୍ରଧାନ ତୃଣମୂଳ ସ୍ତରରୁ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଏକ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ସୃଷ୍ଟି କରିଛନ୍ତି। ସେହି ସ୍କୁଲରେ କେବଳ ପାଠ ଉପରେ ଗୁରୁତ୍ୱ ଦିଆଯାଇଥାଏ ତାହା ନୁହଁ, ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ପ୍ରୟାସ ଜାରି ରଖିଥାନ୍ତି। ସୁସ୍ଥ ସମାଜଟିଏ ଗଠନ କରିବା ପାଇଁ ହେଲେ ପ୍ରଥମେ ସୁସ୍ଥ ଶରୀର ଆବଶ୍ୟକ ପଡ଼ିଥାଏ, ଆଉ ସୁସ୍ଥ ଶରୀର ଗଠନ କରିବା ପାଇଁ ହେଲେ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ। ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଏହି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥାଏ। କେଉଁ କେଉଁ ଖାଦ୍ୟ ଖାଇଲେ କିଭଳି ଉପକାର ମିଳେ ତାହା ଏଠାରେ ଶିକ୍ଷାଦାନ କରାଯାଇଥାଏ। ଏଥର ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ପ୍ରସ୍ତୁତ କରାଯାଇଥିଲା ସାଲାଡ୍। ସାଲାଡ୍ କେମିତି ପ୍ରସ୍ତୁତ ହୁଏ ଆଉ କେଉଁ କେଉଁ ସାମଗ୍ରୀକୁ ନେଇ ପ୍ରସ୍ତୁତ ହୋଇଥାଏ ତାହା ବିସ୍ତୃତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା। ବିଶେଷ କରି ଯେତେ ପ୍ରକାର ଖାଦ୍ୟ ଥିଲେ ମଧ୍ୟ ସାଲାଡ୍ ଏକ ଉନ୍ନତ ଆଉ ପ୍ରଚୁର ଭିଟାମିନ୍ ଯୁକ୍ତ ଖାଦ୍ୟ ହୋଇଥିବାରୁ ପ୍ରତିଦିନ ସାଲାଡ୍ ଖାଇବା ନିହାତି ଆବଶ୍ୟକ ବୋଲି ସୂଚନା ଦେଇଥିଲେ। କଞ୍ଚା ଫଳ ଏବଂ ପନିପରିବା ସମ୍ମିଶ୍ରଣରେ ପ୍ରସ୍ତୁତ ହେଉଥିବା ଏହି ସାଲାଡ୍ ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ। ଏହି ଖାଦ୍ୟ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇପାରିଥିବା ଯୋଗୁଁ ସାଲାଡ୍ର ଚାହିଦା ସମସ୍ତଙ୍କ ପାଖରେ ରହିଥାଏ। ଏମିତି ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେଇ ଏକ ସୁସ୍ଥ ସମାଜ ଗଠନ କରିବାରେ ପ୍ରୟାସ କରୁଥିବା ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି, ଯାହାଫଳରେ ଏ ଅଞ୍ଚଳ ପାଇଁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହିସାବରେ ସୁନାମ ଅର୍ଜନ କରିପାରିଛି। ବ୍ୟୁରୋ ରିପୋର୍ଟ, এবি নিউজ।